ମୁଁ 4 ଦିନ ହେଲା ଧାନ ଦେଇଦେଇଛି। ମୋର 71 କୁଇଣ୍ଟାଲ ଆସିଛି ସରକାର ତରଫରୁ ମେସେଜ। 71 କୁଇଣ୍ଟାଲ ଯଦି ଆସିଛି, ମୋର 4 ଦିନ ଆଗରୁ ଧାନ ନେଇଛନ୍ତି 10 କୁଇଣ୍ଟାଲ। ଆଉ ମୋର ଆଇସ୍ ହେଇଯାଇଛି ବି, ବାକି ମୋର 31ଟା ଆଇସ୍ ଅଛି। ମୋର ଯେତିକି ଧାନ ଆସିଥିଲା ସେତିକି କିଣି ଆସିଛି। ମୋର ଆଇସ୍ କାର୍ଡ 4 ଦିନ ହେଲା ହେଲାଣି, ଗୋଟେ ଏପର୍ଯ୍ୟନ୍ତ ପଇସା ମୋର ଆସିନାହିଁ। ଆଉ ବାକି ଯୋଉ ଧାନ ତାକୁ ବି ନେଇନାହାନ୍ତି। ଆଜି ଆସିଥିଲେ ତାକୁ ସବୁ ରିଜେକ୍ଟ କରି ପଳେଇଯାଇଛି। ଏଠି ନ ନେଇକି ଦେମାଳ ନେଇଯାଇଛନ୍ତି ଗାଡି, ସେଥିପାଇଁ ଆମେ ଗାଡି ଅଟକେଇଛୁ। ଆମେ ଚାହୁଁଛୁ ଯେ ଆମ ଧାନ ବାକି ଏଠି ନ ନେଇକି ଆମର ଡେଟ୍ ଅଛି 9 ତାରିଖ ପର୍ଯ୍ୟନ୍ତ, ଫେବୃଆରୀ 9 ତାରିଖରେ। 9 ତାରିଖରେ କାଲି ପରଦିନ ପଳେଇଯିବ, ଧାନ ଯିବ କେମିତି କ'ଣ? ଆମେ ପଞ୍ଜୀକରଣ କରିଥିଲୁ କୋଉଥିପାଇଁ? ପଞ୍ଜୀକରଣ କରିଥିଲୁ ଆମେ ଧାନ ଉଠିବା ପାଇଁ ନା। ପଞ୍ଜୀକରଣ କରିକି ଆମର ଡେଟ୍ ପଳେଇଯିବ ନା, ଫେର ଧାନ କେମିତି କ'ଣ ଉଠିବ? ଦାବି ରଖିଛି ଆମ ଧାନ ଭଲ ଧାନକୁ ରିଜେକ୍ଟ କରି ପଳେଇଛନ୍ତି। 10 ଦିନ ହେଇଗଲାଣି ଧାନ ପକେଇଛୁ। ଧାନ ପକେଇ ଏଠି ଅପେକ୍ଷା କରି 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 ଏ ବର୍ଷା ସିଜନ ଆଜି ତଣ୍ଟିରେ କଲୁନି, ଆମେ କଥା ବି ଠିକ ସେ କହିପାରୁନୁ। ଯେତେ ଯାହା ହେଲେ ଗାଡ଼ି ଆଜି ଆସିକି ଆମ ପାଖରେ ପହଞ୍ଚିଥିଲେ, ଯେ ଆମ ଧାନ ଦେଖିଲା ପରେ କହିଲେ ଏ ଧାନ ଖରାପ। କ'ଣ ଖରାପ? ଯଦି ଖରାପ ତାହେଲେ ସେ ତାର ପରୀକ୍ଷା ଆମକୁ ଦିଅ, କହିଲେ ଆମ ଧାନକୁ ଉଡ଼େଇକି ଦେଖ। ସେ ସବୁ କିଛି କାର୍ଯ୍ୟ ନ କରି ତାଙ୍କର ଖାଲି ଖରାପ ଖରାପ ଖରାପ, ସବୁ ବସ୍ତାରେ ଖାଲି ହାତ ମାରି ଖରାପ ଖରାପ କହି ସେ ତାଙ୍କର ଚାଲିଗଲେ। ଆମେ ଏଠି ପ୍ରାୟ 15 ଚାଷୀ ଅପେକ୍ଷା କରିଛୁ। ଆହୁରି ବହୁତ ଇଏ ଅଛନ୍ତି। ଆଜିର ଗୋଟିଏ ଦିନ ଚାଲିଗଲେ ଆମର ଯୋଉ ଅଫିସିଆଲି ଯୋଉ ତାଙ୍କର ରେକର୍ଡ ଅନୁସାରେ ଆମେ କାଲି ଆଉ ଏଠି ବି ସିକ୍ୟୁରିଟି ଆମେ ଦେଇପାରିବୁ। ଏସବୁ ଇଏ ଅଛି, କାଲି ଆଉ ଗୋଟେ ଦିନ ଅଛି। ଅସୁବିଧା ଏଠୁ ଯାଇ ଦେମାଳରୁ ଯାଇକି ଧାନ ଆଣି, ସେଠି ଯାଇ ଆମେ ଯୋଉ ଧାନ ଆଣୁଥିଲେ ଆମେ ଦେଖିଲୁ ତାଙ୍କ ଧାନଠୁ ଯଥେଷ୍ଟ ଭଲ ଧାନ ଆମର। ଆଜି ସେ ଧାନ ବି ଆମେ ଅଟକେଇକି ରଖିଛୁ, ଆମ ଧାନ ବି ଅଛି। ସେଟା କମ୍ପେୟାର କରି ଦେଖ, ଆମେ ଏ ସିକ୍ୟୁରିଟି ଦଉଛୁ। ଆଉ ଗାଡ଼ିକି ଏଇଥିପାଇଁ ଇଏ କଲୁ, ଆମକୁ ଖରାପ କହିକି ଯାଇ ଦେମାଳରୁ ଯାଇ ଆଣିଲ, ସେଠୁ ଯାଇକି ଆଣିଲେ, ସେଠି 2-3ଟା ଗାଡ଼ି ବୋଝେଇ କରିକି ନେଇକି ଆସିଲେ। ଆମେ ଏଠି 10 ଦିନ ହେଇଗଲାଣି ଆମେ ପଡ଼ିକି ରହିଛୁ।